ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ A to Z ଓଡ଼ିଆ ଟ୍ୟୁଟୋରିଆଲ୍ରେ। ତ ତୁମେମାନେ ସମସ୍ତେ ଏହି ନୋଟିଫିକେସନ୍ ପାଇଥିବ ବୋଲି ମୁଁ ଆଶା କରୁଛି ଏବଂ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ତରଫରୁ 18 ଅଗଷ୍ଟରେ ଗୋଟିଏ ନୋଟିଫିକେସନ୍ ଆସିଲା। ସେ ନୋଟିଫିକେସନ୍ରେ ଅଛି ଯେ ଗୋଟେ ମିଟିଂ ହେଇଥିଲା, ଅର୍ଡ଼ିନାରୀ ମିଟିଂଟେ ହେଇଥିଲା, ଯାହାକି 25 ଜୁନ୍ରେ ହେଇଥିଲା। ସେ ମିଟିଂ ଅନୁସାରେ ସିଲାବସ୍କୁ ଟିକେ ମୋଡ଼ିଫାଏ କରାଯାଇଛି। ଯେଉଁମାନେ 25-26ରେ ପ୍ଲସ୍ ଟୁ କରୁଛ ଏକାଡେମିକ୍ ଇୟର୍ରେ, ତ ତୁମର ଇଂଲିଶରେ ଟିକେ ଚେଞ୍ଜେସ୍ ହେଇଛି ଏବଂ MILରେ ଟିକେ ଚେଞ୍ଜେସ୍ ଅଛି। ତ କ'ଣ ସେ ଚେଞ୍ଜେସ୍ ରହିଛି ଏବଂ କ୍ୱେଶ୍ଚିନ୍ ପ୍ୟାଟର୍ନ ଆଜ୍ ପର୍ ଯେପରି ଥିଲା ପୂର୍ବ ବର୍ଷ ସେହିପରି ଭାବରେ ତୁମର କ୍ୱେଶ୍ଚିନ୍ ପ୍ୟାଟର୍ନ ରହିବ ଏବଂ ବୋଥ୍ ଏନଭାୟରମେଣ୍ଟ ଏଜୁକେସନ୍ ଆଣ୍ଡ ଭ୍ୟାଲ୍ୟୁ ଏଜୁକେସନ୍କୁ ଆଡ଼୍ କରାଯାଇଛି। ତ କ'ଣ ଚେଞ୍ଜେସ୍ ଅଛି ନା କମ୍ପଲସରୀ ଇଂଲିଶରେ ଆର୍ଟ ସାଇନ୍ସ କମର୍ସ ପାଇଁ ୟୁନିଟ୍ 1 ଯେଉଁ ରହିଛି ପ୍ରୋଜ୍ର କ'ଣ ନା ଚାପ୍ଟର ନମ୍ବର 5 ଯେଉଁ ରହିଛି ଡେଭଲପମେଣ୍ଟ ଅଫ୍ ପୋଲିଓ ଭ୍ୟାକ୍ସିନ୍ ବାଏ ବୋନି କୋନିକ୍ ଆଣ୍ଡ ମର୍ଗେନଷ୍ଟାଇନ୍ ଯେଉଁ ରହିଛି ତାକୁ ଡିଲିଟ୍ କରାଯାଇଛି। ଆଉ ନୂଆ ଚାପ୍ଟରଟି ଇନକ୍ଲୁଡ଼ କରାଯାଇଛି ଯାହା ହେଉଛି ଦ ପ୍ରାଇସ୍ ଅଫ୍ ପଲ୍ୟୁସନ୍ ବାଏ ସୁସାନ ବରଫିଲ୍ଡ। ତୁମେ ଇଜିଲି 2000 ମସିହାରେ ପବ୍ଲିଶ ହେଇଥିବା ବହିରୁ ତୁମେ ପାଇପାରିବ ଏହି ଚାପ୍ଟରଟି। ଏବଂ କ୍ୱେଶ୍ଚିନ୍ ପ୍ୟାଟର୍ନ କ'ଣ ରହିବ ନା ଅନସିନ୍ ପ୍ରୋସେସ୍ ଟୁ ବି ଡିଲିଟେଡ୍ କରାଯାଇଛି ଏବଂ ନ୍ୟୁ ପ୍ୟାଟର୍ନ ହେଇଛି କମ୍ପ୍ରିହେନ୍ସନ୍ କ୍ୱେଶ୍ଚିନ୍ 1/5 ଅର୍ଥାତ୍ MCQ ଟାଇପ୍ର ଥିବ, ତୁମେମାନେ ସେଥିରେ ୱେବସାଇଟ୍ରୁ ଖୋଜିକି କରିବ। ଆଉ ଗୋଟେ ଭୋକାବୁଲାରୀ ସ୍କିଲ୍ ଆସିବ ପ୍ରାଇସ୍ ଅଫ୍ ପଲ୍ୟୁସନ୍ରୁ 1/5 ମାର୍କର। ଆଗରୁ ଯେଉଁ ଆସୁଥିଲା ଭୋକାବୁଲାରୀ ସେ ଭୋକାବୁଲାରୀ ସେହିପରି ଆସିବ। ତାପରେ ଆସିଲା ଇଂଲିଶ କମ୍ପଲସରୀ ଭୋକେସନ୍। ତ ପ୍ରୋଜ୍ରେ ଅନ୍ ଏକ୍ଜାମିନେସନ୍ ବାଇ ୱିନ୍ଷ୍ଟନ୍ ଚର୍ଚିଲ୍ ତାକୁ ଡିଲିଟ୍ କରିକି ପ୍ରାଇସ୍ ଅଫ୍ ପଲ୍ୟୁସନ୍ ବାଇ ସୁସାନ ବରଫିଲ୍ଡ ତାକୁ ରଖାଯାଇଛି, ଯାହାକି ଇଂଲିଶ କମ୍ପଲସରୀ ଭୋକେସନାଲ୍ ମାନଙ୍କ ପାଇଁ। ତାପରେ ଆସିଲା MIL ଭ୍ୟାଲ୍ୟୁ ଏଜୁକେସନ୍ରେ ଏନଭାୟରମେଣ୍ଟ ଗଲା। ତାପରେ ଆସିଲା ଭ୍ୟାଲ୍ୟୁ ଏଜୁକେସନ୍। ତ ତୁମମାନଙ୍କର MIL ଓଡ଼ିଆ ବା MIL ହିନ୍ଦୀ ସେମାନଙ୍କର କିଛି ପରିବର୍ତ୍ତନ ହେଇଛି। ତ ୟୁନିଟ୍ 4 ତୁମର ଯେଉଁ ରହିଥିଲା ଅବବୋଧ ପରୀକ୍ଷଣ, ଯେଉଁ ପଦ୍ୟାଂଶଟେ ରହିଥିଲା ନା, ପଦ୍ୟାଂଶ ଟାଇପ୍ର ଗୋଟେ ଆସେ, ତା'ର ପ୍ୟାସେଜ୍ କରିବାକୁ ହୁଏ, ତାକୁ ଡିଲିଟ୍ କରାଯାଇକି କ'ଣ କରାଯାଇଛି ନା ନୂଆ ଟପିକ୍ ଇନକ୍ଲୁଡ଼ କରାଯାଇଛି। ତାହା ହେଲା ଭାରତୀୟ ଭାବନା, ଯାହାକି ଭକ୍ତ କବି ମଧୁସୂଦନ ରାଓଙ୍କ ରଚିତ ଏବଂ ତୀର୍ଥଯାତ୍ର ନନ୍ଦକିଶୋର ବଳଙ୍କ ଦ୍ୱାରା ରଚିତ ଏବଂ ଗୁରୁ ଶିଷ୍ୟ ଯାହା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ, ତାକୁ ଇନକ୍ଲୁଡ଼ କରାଯାଇଛି। ତାପରେ ଆସିଲା ସର୍ଜନାତ୍ମକ ରଚନା, ତାକୁ ମଧ୍ୟ ଡିଲିଟ୍ କରାଯାଇଛି ଏବଂ ରୂଢ଼ି ପ୍ରବାଦ ପ୍ରବଚନ ସୂକ୍ତି କେବଳ ନୈତିକତା ଓ ମୂଲ୍ୟବୋଧ ଆଧାରିତ ହେବ, ସେ ତାକୁ ଅଣାଯାଇଛି। ଏଥିରୁ 3 ଗୋଟି ପ୍ରଶ୍ନ ପଡ଼ିବ, ସେଥିମଧ୍ୟରୁ ଗୋଟିଏ ଉତ୍ତର ଦେବାକୁ 4 ମାର୍କର ଗୋଟେ କ୍ୱେଶ୍ଚିନ୍ ଆସିବ। ଏବଂ ଯେଉଁମାନେ MIL ହିନ୍ଦୀ ରଖିଛ ନିଶ୍ଚିତ ଭାବରେ ତୁମେମାନେ ଦେଖିପାରୁଥିବ ଅପଠିତ ଅଂଶ ଗଦ୍ୟ ଏବଂ ପଦ୍ୟ ତାକୁ ଡିଲିଟ୍ କରାଯାଇଛି ଏବଂ ନୂଆ ଆଡ଼୍ କରାଯାଇଛି ନୈତିକ ଶିକ୍ଷା ଭାରତୀୟ ସଂସ୍କୃତି କି ଦେନ୍ ଆଚାର୍ଯ୍ୟ ହଜାରୀ ପ୍ରସାଦ द्विवेदी भारतीय कलाएं ताको ऐड करा जायछि ଏବଂ क्वेश्चन पैटर्न अनचेंज अच्छी जेपरी थिला सेपरी रहिबो। निश्चित भाव में तुमने आशा करुँची वोकेशनल हिंदी उर्दू जहाँकर अच्छी टी देखीदेव, तेलुगु जार अच्छी टी देखीदेव, संस्कृत जार अच्छी टी देखीदिव, सेपरी अल्टरनेटिव इंग्लिश रे मध्य चेंजेस नहीं बोधे एवं संस्कृत वोकेशनल रही किसी चेंजेस अल्टरनेटिव इंग्लिश। तो यह थिला तुम मानकर सिलेबस। निश्चित भाव में आशा करुँची तुम मैंने समस्ते बुझीपारी प्रायतः लोग पिला मानकर MIL और इंग्लिश MIL ओडिया तथा इंग्लिश कंपलसरी थी। यह थिला आजिर आलोचना विषय। तो निश्चित भाव में चैनल सह जोड़ी रह
पुणी देखा गोटे नवा वीडियो रे। रही नमस्कार। जय हिंद, वंदे मातरम, वंदे उत्कल जननी। थैंक यू।